ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା ଇଲେକ୍ଟ୍ରୋନିକ୍ସ ସୂଚନା ଓ ବୈଷୟିକ ଏବଂ ଶକ୍ତି ବିଭାଗର ପ୍ରମୁଖ ସଚିବ ତଥା ଜିଲ୍ଲା ନୋଡାଲ ସଚିବ ବିଶାଲ କୁମାର ଦେବ ସୋମବାର ଅପରାହ୍ନରେ ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସଠାରେ ପୁରୀ ଜିଲ୍ଲା ସ୍ଥିତି ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସରକାର ଲୋକମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ସେମାନଙ୍କ ବିକାଶ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥାନ୍ତି। ଯୋଗ୍ୟତା ଅନୁସାରେ ହିତାଧିକାରୀମାନଙ୍କୁ ସାମିଲ କରି ତାହାର ସୁଫଳ ଯୋଗାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ନୋଡାଲ ସଚିବ ଶ୍ରୀ ଦେବ। ଯେକୌଣସି ଯୋଜନା ଓ ପ୍ରକଳ୍ପର ପ୍ରକୃତ ଲକ୍ଷ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା, ଯାହା ଅର୍ଥ ଆସୁଛି ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ କରି ନିର୍ଦ୍ଦିଷ୍ଟ ସମୟ ସୀମାରେ ଶେଷ କରିବା, ସ୍ୱଚ୍ଛତା ଅବଲମ୍ବନ କରି ସଫଳତା ହାସଲ କରିବା ସହ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତଙ୍କୁ ସ୍ୱାଗତ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଅନ୍ତର୍ଦୟ ଗୃହ ଯୋଜନା, ପାନୀୟ ଜଳ ଓ ପାଇପ୍ ଜଳ ଯୋଗାଣ ଓ ପରିମଳ, ସେତୁ ବନ୍ଧନ ଯୋଜନା, ପଞ୍ଚସଖା ଶିକ୍ଷା ସେତୁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପିଏମ୍ ସ୍କୁଲ, ଶିଳ୍ପ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ଶିଶୁ ବିକାଶ ଯୋଜନା, ଜନଜାତି ଆବାସିକ ଯୋଜନା, ସ୍ୱତନ୍ତ୍ର ଯୁବ ଉଦ୍ୟୋଗୀ ଯୋଜନା, ଅମୃତ ପ୍ରୋଜେକ୍ଟ 2.0, ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, କୃଷି ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନା, ଗ୍ରାମ୍ୟ ଶିଳ୍ପ ପାର୍କ, ମତ୍ସ୍ୟ ପଶୁ ସମ୍ପଦ, ବନ୍ଦର ଯୋଜନା ଅଭିଯୋଗର ଶୁଣାଣି ଓ ସମାଧାନ ସମ୍ପର୍କରେ ସମୀକ୍ଷା କରିବା ସହ ସେଥିରେ ଅଗ୍ରଗତି, କୌଣସି ସମସ୍ୟା ଓ କ୍ଷେତ୍ରସ୍ଥଳର ଅନୁଭବ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୀକ୍ଷାର ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଡିଏମ୍ଓ ଡାକ୍ତର ଅକ୍ଷୟ କୁମାର ଶତପଥୀ, ଯୋଜନାର ଓ ସମୀକ୍ଷା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ନୋଡାଲ ସଚିବ ଶ୍ରୀ ଦେବ ପିପିଲି, ସତ୍ୟବାଦୀ, ପୁରୀ ସଦର ବ୍ଲକ ଓ ପୁରୀ ମ୍ୟୁନିସିପାଲିଟିର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ହିତାଧିକାରୀଙ୍କ ସହ ଆଲୋଚନା ଆଧାରରେ ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ ଓ ସହାୟତା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ।